शुभ सकाळ पिले पिले माने पुଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ଯେ ଖୁରରେ ରଞ୍ଜତ ଖଞ୍ଜଣି ଉଚିତ ଧନେ ତାକିଣି। ଦେଖ ପିଲେ ତମମାନଙ୍କର 107 ନମ୍ବର ପୃଷ୍ଠାକୁ ହଁ, ଖୁରରେ ରଞ୍ଜତ ଖଞ୍ଜଣି ଉଚିତି ଧନେ ତାକିଣି। ତାମାନେ ରାଜା ଏଠି କହୁଛନ୍ତି କଣ କହୁଛନ୍ତି? ରାଜା ଏଠି କହୁଛନ୍ତି ଯେ ଦୁଗ୍ଧବତୀ ଗାଈ ଦୁଗ୍ଧବତୀ ରୂପବନ୍ତୀ ସାଧୁ ତରୁଣ ବାଛୁରୀ ଥିବା ଗାଈ, ସୁନ୍ଦର ଗାଈ, ସୁକପିଳ ସୁବର୍ଣ୍ଣ ଗାଈ, ସୁବର୍ଣ୍ଣ ଶୃଙ୍ଗରେ ସୁନାର ଛାଉଣି ହୋଇଥିବା ଗୁଣପୂର୍ଣ୍ଣ ଗାଈକୁ, ଯାହା ଗାଈରେ ଯେଉଁ ଗାଈର ଖୁରରେ ତା ଗୋଡରେ ବୁଝିପାରିଲା, ତା ଗୋଡରେ ରଞ୍ଜତ କହିଲେ ପିଲେ। ଦେଖ ପିଲେ ରଞ୍ଜତ କହିଲେ ରୂପାର ଖଞ୍ଜଣି ମାନେ କଣ? ବାଜେଣି। ରୂପାର ବାଜେଣି ଲଗେଇକି ଉଚିତ ଧନେ ତାହା କିଣି। ଏଇଭଳି ଗାଈକୁ ମୁଁ କିଣି କଣ କଲି? ଦାନ କଲି। ଦାନ ଦେବା ଅର୍ଥ କଣ ହେଇଛି? ଦାନ ଦେଲି ତ ଦେଲି। କିଭଳି ଦାନ ଦେଇଛି? ଏଇ ଦାନ ପାଇଁ ହିଁ ମୁଁ ଆଜି ପାପ ଅର୍ଜନ କରିଛି। ଏଇ ଦାନ ପାଇଁ ହିଁ ମୁଁ ପାପ ଅର୍ଜନ କରିଛି ଏବଂ ଏଇ ଦାନ ସକାଶେ ଭୁଲ ବଶତଃ ମୁଁ କିଛିଟା ପାପ ଅର୍ଜନ କରିଛି। କଣ ଅର୍ଜନ କରିଛି? ଦେଖ ପିଲେ, ଦୋହନ ଅର୍ଥେ କାଂସ୍ୟ ପାତ୍ର ବସ୍ତ୍ର କୁସୁମ ମାଳା ଗାତ୍ର। ତାମାନେ ଦୋହନ ଉଦ୍ଦେଶ୍ୟରେ, ଗାଈ ଦୁହିଁବା ଉଦ୍ଦେଶ୍ୟରେ କାଂସ୍ୟ ପାତ୍ର, କଂସାର ପାତ୍ର ମଧ୍ୟ ମୁଁ ଦେଇଛି। ବସ୍ତ୍ର କୁସୁମା ମାଳ ଗାତ୍ର। ଗାତ୍ର କହିଲେ ପିଲେ ଶରୀର। ବୁଝିପାରିଲା? ଗାତ୍ର କହିଲେ ଶରୀର। ଏଇ ଶରୀରରେ କୁସୁମ ମାଳା ଗାଈଙ୍କ ଦେହରେ କୁସୁମ ମାଳା ପରିଧାନ କରି ତାଙ୍କୁ ପିନ୍ଧାଇ ତାଙ୍କ ଶରୀରରେ ଦେଇ ବସ୍ତ୍ର ଦେଇ ଗନ୍ଧ ଚନ୍ଦନ ମାଳ ସାଜି, ଗନ୍ଧ ଚନ୍ଦନ ମାଳ ସବୁ ସାଜି ଷୋଡ଼ଘେ ବିପ୍ର ପାଦ ପୂଜି। ତାପରେ ବରିଲି ଯେମନ୍ତ ବ୍ରାହ୍ମଣ ଭୋନାଥେ ସାବଧାନେ ଶୁଣ। ଏଠି କହୁଛନ୍ତି ନୃଗରାଜ କଣ କହୁଛନ୍ତି? ଶୁକମୁନି କହୁଛନ୍ତି ପରୀକ୍ଷିତଙ୍କ ଆଗରେ, ହେ ପରୀକ୍ଷିତ ଶ୍ରବଣ କରୁଥା ମନ ଦେଇକି। 7 ଦିନ ଭିତରେ ମୁକ୍ତି ପାଇବ ନା? ଭାଗବତ କର। ମୁଁ ଯାହା କହୁଛି ଟିକେ ମନ ଦେଇକି ଶୁଣ। କଣ ହେଇଛି ନା, ଆପଣଙ୍କର କହୁଛନ୍ତି ଦୁହିଁବା ପାଇଁ କାଂସ୍ୟ ପାତ୍ର ଦେଇ ବସ୍ତ୍ର କୁସୁମ୍ବ ମାଳ, ଶରୀରରେ ବସ୍ତ୍ର ଦେଇଛି, କୁସୁମ୍ବ ମାଳ ଦେଇଛି, କୁସୁମ୍ବ ମାଳ ପକାଇଛି, ଗନ୍ଧ ଚନ୍ଦ୍ର ମାଳ ସବୁ ଦେଇ ସବୁ ସଜାଇକି କଣ କଲି? ଷୋଡ଼ଜ୍ଞ ବିପ୍ର ପାଦ ପୂଜି। ପିଲେ ବିପ୍ର କହିଲେ ବ୍ରାହ୍ମଣ। ବ୍ରାହ୍ମଣଙ୍କ ପାଦକୁ ପୂଜନ କରି, ବ୍ରାହ୍ମଣଙ୍କ ପାଦରେ ପୂଜା କରି କଣ କଲି? ବରି ଯେମନ୍ତ ବ୍ରାହ୍ମଣ। ଯେଉଁ ପ୍ରକାରର ବ୍ରାହ୍ମଣଙ୍କୁ ବରଣ କଲି, ଯେଉଁ ପ୍ରକାରର ବ୍ରାହ୍ମଣଙ୍କୁ ଦାନ କଲି। ଦେଖ ପିଲେ, ଭୋନାଥ ସାବଧାନେ ଶୁଣ। ହେ ନାଥ ଟିକେ ସାବଧାନ ସହକାରେ ଶୁଣନ୍ତୁ ଆଜ୍ଞା। କଣ? ଯୁବା ସୁଗୁଣ ସାଧୁ ଶୀଳ
ଦରିଦ୍ର କୁଟୁମ୍ବ ଗହଳ। ନା କେଉଁ ପ୍ରକାରର ବ୍ରାହ୍ମଣକୁ ମୁଁ ଦାନ କରିଛି? ଅତି ଦରିଦ୍ର କୁଟୁମ୍ବ ଗହଳ ସରି ବହୁଳ ଥିବେ, ଅତି ଦରିଦ୍ର ଥିବେ, କୁଟୁମ୍ବ ଗହଳ, କୁଟୁମ୍ବ ବହୁଳ ଥିବେ, ଯୁବକ ସୁଗୁଣ ସାଧୁଶୀଳ, ଯୁବକ ସୁଗୁଣ ସାଧୁଶୀଳ, ସାଧୁଶିଷ୍ଟ ଜନକୁ ମୁଁ ଦାନ କଲି। ଏଇଭଳି ଦାନ ଗାଈ ସବୁ ଦାନ କଲି। ଦେନ୍ କଣ ହେଇଛି ତାପରେ ଦେଖ ବିଲେ, ଏସବୁ ତମମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ପିଲେ ଆଜି ପାଇଁ